ନମସ୍କାର। ରାଜନୀତି କେବଳ ସଂଖ୍ୟାର ଖେଳ ନୁହେଁ, ବରଂ ଏହା ହେଉଛି ଜନମତର ଏକ ପ୍ରତିଫଳନ। ଆଜି ଆମର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଉଛି ଓଡ଼ିଶାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଆଉ 2024 ନିର୍ବାଚନର ଫଳାଫଳ ଉପରେ ଏକ ଗଭୀର ବିଶ୍ଳେଷଣ। ଦେଖନ୍ତୁ, ଏହି ଫଳାଫଳ କେବଳ ଗୋଟିଏ ଆସନର ହାରଜିତ ନୁହେଁ, ବରଂ ଏହା ଏକ ବହୁତ ବଡ଼ ରାଜନୀତିକ ପରିବର୍ତ୍ତନର ସଂକେତ ଦେଉଛି। ତେବେ ଆସନ୍ତୁ ଏହାର କାରଣ ଆଉ ପରିଣାମକୁ ଭଲ ଭାବରେ ବୁଝିବା। ଧର୍ମଶାଳା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ, କିନ୍ତୁ ଏହା କେବଳ ଏକ ଭୌଗୋଳିକ ଅଞ୍ଚଳ ନୁହେଁ। ଏହାକୁ ଆମେ ଭାରତର ବୃହତ୍ତର ରାଜନୈତିକ ଧାରାକୁ ବୁଝିବା ପାଇଁ ଏକ ଛୋଟ ମଡେଲ ଭାବେ ଦେଖିପାରିବା। ଏଠାକାର ଲୋକଙ୍କର ନିଷ୍ପତ୍ତି ଆମକୁ ଶାସନ ଆଉ ଜନତାଙ୍କ ଭିତରେ ଥିବା ସମ୍ପର୍କ ବିଷୟରେ ବହୁତ କିଛି ଶିଖାଇଥାଏ। 4150 ଏଟା କେବଳ ଗୋଟେ ସଂଖ୍ୟା ନୁହେଁ, ଏହା ହେଉଛି ସେହି ଭୋଟର ବ୍ୟବଧାନ ଯାହା ଏକ ଦୀର୍ଘ ଦିନର ଗଡ଼ରେ ଏକ ବଡ଼ ଧରଣର ରାଜନୈତିକ ଭୂକମ୍ପ ସୃଷ୍ଟି କରିଛି। କେମିତି ଏତେ ଛୋଟ ଗୋଟେ ସଂଖ୍ୟା ଏତେ ବିରାଟ ପରିବର୍ତ୍ତନର କାରଣ ହେଲା, ତାହା ହିଁ ଆମର ଆଜିର ବିଶ୍ଳେଷଣର ମୂଳ କଥା। ତେବେ ଆମର ଆଜିର ଏହି ବିଶ୍ଳେଷଣରେ ଆମେ ମୁଖ୍ୟତଃ 5ଟି ବିଷୟ ଉପରେ ଆଲୋଚନା କରିବା। ପ୍ରଥମେ, କେମିତି ଏକ ଦୁର୍ଗ ଅପ୍ରତ୍ୟାଶିତ ଭାବେ ଭାଙ୍ଗିଲା। ତାପରେ 30 ବର୍ଷର ଆଧିପତ୍ୟର ଇତିହାସ। ତାପରେ ଆମେ ଦେଖିବା ପରାଜୟର ପ୍ରକୃତ କାରଣ। ଆଉ ତାପରେ ପୁନରୁଦ୍ଧାର ପାଇଁ ଏକ ରୋଡ୍ ମ୍ୟାପ୍। ଆଉ ଶେଷରେ ଭୋଟ ରାଜନୀତିରୁ ଆଗକୁ ଯାଇ ପ୍ରକୃତ ଶାସନର ମହତ୍ତ୍ୱ କ'ଣ। ଚାଲନ୍ତୁ ଆରମ୍ଭ କରିବା ଆମର ପ୍ରଥମ ଭାଗରୁ, ଏକ ଦୁର୍ଗର ଅପ୍ରତ୍ୟାଶିତ ପତନ। ଆସନ୍ତୁ ଦେଖିବା 2024 ନିର୍ବାଚନର ସେହି ଆଶ୍ଚର୍ଯ୍ୟଜନକ ଫଳାଫଳକୁ। ଦେଖନ୍ତୁ, ଫଳାଫଳ ପୂରା ସ୍ପଷ୍ଟ। ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ମିଳିଛି 79,759 ଭୋଟ, ଆଉ ସେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କୁ ମିଳିଛି 75,609 ଭୋଟ, ମାନେ ବ୍ୟବଧାନ ମାତ୍ର 4,150 ଭୋଟର। ଏତେ କମ୍ ମାର୍ଜିନ୍, ଏହା ହିଁ ଶାସକ ଦଳ ପାଇଁ ଏକ ବଡ଼ ଚିନ୍ତାର କାରଣ। ଏ ଯୋଉ ବାର ଚାର୍ଟ ଆପଣ ଦେଖୁଛନ୍ତି, ଏଥିରୁ କଥାଟା ଆହୁରି ସ୍ପଷ୍ଟ ହୋଇଯାଉଛି। ପ୍ରାୟ 51.3% ଭୋଟ ଯାଇଛି ସ୍ୱାଧୀନ ପ୍ରାର୍ଥୀଙ୍କ ପାଖକୁ, ଆଉ 48.7% ଭୋଟ ଯାଇଛି ବିଜେଡି ପ୍ରାର୍ଥୀଙ୍କ ପାଖକୁ। ଏହାର ସିଧାସଳଖ ଅର୍ଥ ହେଉଛି ଭୋଟରଙ୍କ ମନରେ ସାମାନ୍ୟ ଗୋଟେ ପରିବର୍ତ୍ତନ ହିଁ ବର୍ଷ ବର୍ଷର ରାଜନୈତିକ ସମୀକରଣକୁ ବଦଳାଇ ଦେବା ପାଇଁ ଯଥେଷ୍ଟ ଥିଲା। ହେଲେ 2024ର ଏହି ପରାଜୟ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ, ଏକଥା ବୁଝିବାକୁ ହେଲେ ଆମକୁ ଟିକେ ପଛକୁ ଯିବାକୁ ପଡ଼ିବ। ଦେଖିବାକୁ ପଡ଼ିବ ଧର୍ମଶାଳାରେ ବିଜେଡିର ଐତିହାସିକ ଗଡ଼କୁ। ଦେଖନ୍ତୁ, 1995ରୁ 2019 ଯାଏଁ ବିଜେଡି ଆଉ ତା ପୂର୍ବରୁ ଜନତା ଦଳ ଏଠି ଲଗାତାର ଜିତି ଆସୁଛି, ଆଉ ବିଜୟର ବ୍ୟବଧାନ ବି କମ୍ ନୁହେଁ। 2014ରେ ତ ଏହା 53%ରୁ ଅଧିକ ଥିଲା, ଆଉ 2019ରେ ବି ପ୍ରାୟ 30%ରୁ ବେଶୀ। ଏହି ସଂଖ୍ୟାଗୁଡ଼ିକ ହିଁ କହୁଛି ଯେ ଏ ଦୁର୍ଗ କେତେ ଶକ୍ତିଶାଳୀ ଥିଲା, ଆଉ ସେଇଥିପାଇଁ ତ 2024ର ଫଳାଫଳ ଏତେ ଆଶ୍ଚର୍ଯ୍ୟଜନକ। 2019 ଆଉ 2024 ଦୁଇଟା ନିର୍ବାଚନର ଚିତ୍ର କେତେ ଅଲଗା ଦେଖନ୍ତୁ। 2019ରେ ଯେଉଁଠି 30%ରୁ ଅଧିକ ଭୋଟରେ ଜବରଦସ୍ତ ଜିତ୍ ହୋଇଥିଲା, ସେଇଠି 2024ରେ ମାତ୍ର 2.6% ଭୋଟରେ ହାର। ଯେଉଁ ଗଢ଼କୁ ସୁରକ୍ଷିତ ବୋଲି ଧରାଯାଉଥିଲା, ସେଇଟା ଏବେ ଭାଙ୍ଗିଯାଇଛି। ତେବେ ରାଜନୀତିର ଏହି ପଶାପାଳିରେ ଏମିତି କ'ଣ ହେଲା? ଆସନ୍ତୁ ଏବେ ଆମ ଆଲୋଚନାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗକୁ। ପରାଜୟର କାରଣ କ'ଣ? କାହିଁକି ଏତେ ମଜବୁତ ଦୁର୍ଗଟି ଏମିତି ଭୁଷୁଡ଼ି ପଡ଼ିଲା? ଏ ରାଜନୈତିକ ଭୂକମ୍ପ ପଛର କାରଣ କ'ଣ? ଦେଖନ୍ତୁ, ଏମିତି ଘଟଣା କେବେ ବି ଗୋଟିଏ କାରଣରୁ ହୁଏନି। ଏହା ପଛରେ ଅନେକ ଛୋଟ ବଡ଼ କାରଣ ଲୁଚି ରହିଥାଏ। ଚାଲନ୍ତୁ ସେଗୁଡ଼ିକକୁ ଗୋଟିଏ ଗୋଟିଏ କରି ଖୋଜିବା। ଦୁର୍ଗର ମୂଳଦୁଆରେ କିଛି ଫାଟ ଆସିଯାଇଥିଲା। ପ୍ରଥମତଃ 3 ଦଶନ୍ଧିର ଶାସନ ପରେ ଲୋକଙ୍କ ଭିତରେ ଏକ ପ୍ରକାର ଆଣ୍ଟି ଇନକମ୍ବେନ୍ସି ବା ସରକାର ବିରୋଧୀ ମନୋଭାବ। ଦ୍ୱିତୀୟରେ, ଯେତେ ସବୁ କଲ୍ୟାଣକାରୀ ଯୋଜନା ଅଛି, ତାର ସୁଫଳ ଶେଷ ଲୋକ ପାଖରେ ପହଞ୍ଚିବାରେ କିଛିଟା ଅସୁବିଧା। ତୃତୀୟ କଥା, ଯେତେ ବିରୋଧୀ ଭୋଟ ଥିଲା, ସବୁ ଏକାଠି ହୋଇ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ପଛରେ ଠିଆ ହୋଇଗଲା। ଚତୁର୍ଥ, ଅନୁସୂଚିତ ଜାତି ଆଉ କୃଷକ ଭୋଟରଙ୍କ ମନ ବଦଳିବା। ଆଉ ଶେଷରେ, ହୁଏତ ପ୍ରାର୍ଥୀଙ୍କର ଲୋକଙ୍କ ସହ ସେତେଟା ଆତ୍ମୀୟତା ନଥିଲା, କିମ୍ବା ଗାଁ ଗହଳିରେ ସଂଗଠନ ଟିକେ ଦୁର୍ବଳ ଥିଲା। ଧର୍ମଶାଳାର ଭୋଟରଙ୍କୁ ବୁଝିବା ବି ବହୁତ ଜରୁରୀ। ଏଠି ଅନୁସୂଚିତ ଜାତି, ବିଶେଷ କରି ପାଣ ସମ୍ପ୍ରଦାୟ, ଓବିସି ଯେମିତିକି କୈବର୍ତ୍ତ ଆଉ ଖଣ୍ଡାୟତ, ଆଉ କୃଷକମାନଙ୍କର ସଂଖ୍ୟା ବହୁତ ବେଶୀ। ଆଉ 2024 ନିର୍ବାଚନରେ ଏହି ଭୋଟରମାନଙ୍କର ନିଷ୍ପତ୍ତି ହିଁ ଫଳାଫଳକୁ ନିୟନ୍ତ୍ରଣ କରିଛି। ହେଲେ ରାଜନୈତିକ ବିଶ୍ଳେଷଣରୁ ଟିକେ ବାହାରକୁ ଆସି ଚାଲନ୍ତୁ ସିଧା ଲୋକଙ୍କ କଥା ଶୁଣିବା। ଲୋକେ କ'ଣ କହୁଥିଲେ, ସେମାନଙ୍କର ଅଭିଯୋଗ କ'ଣ ଥିଲା? କାରଣ ପ୍ରକୃତ ଗଣତନ୍ତ୍ରର ସ୍ୱର ସେଇଠି ହିଁ ଶୁଭେ। ଦେଖନ୍ତୁ, ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଗାରିମା ଏବଂ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି, ଆଉ ନିଜର ମତକୁ ଦାୟିତ୍ୱର ସହ ପ୍ରକାଶ କରିବାର ସ୍ୱାଧୀନତା ମଧ୍ୟ ଦେଇଛି। ଏହି ଅଭିଯୋଗଗୁଡ଼ିକ ସେହି ଅଧିକାରର ହିଁ ଏକ ପ୍ରତିଫଳନ। ତେବେ ଲୋକଙ୍କର 5ଟା ମୁଖ୍ୟ ଅସୁବିଧା କ'ଣ ଥିଲା?
ରାସ୍ତାଘାଟ ଭଲ ନାହିଁ, ଯିବା ଆସିବା ପାଇଁ ଅସୁବିଧା, ଚାଷ ପାଇଁ ସଠିକ୍ ସାହାଯ୍ୟ ମିଳୁନି କି ପାଣିର ସୁବିଧା ନାହିଁ, ସ୍ଥାନୀୟ ପିଲାଙ୍କ ପାଇଁ ଚାକିରି ନାହିଁ, ରାସନ କାର୍ଡରେ ଜିନିଷ ଠିକ୍ରେ ମିଳୁନି, ଆଉ ଗାଁମାନଙ୍କରେ ଘନ ଘନ କରେଣ୍ଟ କାଟ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବଡ଼ ବଡ଼ ଯୋଜନା ଆଉ ଗ୍ରାଉଣ୍ଡ ରିଆଲିଟି ଭିତରେ କେଉଁଠି ନା କେଉଁଠି ଗୋଟେ ବଡ଼ ଫାଙ୍କ ରହିଯାଇଥିଲା। ଠିକ୍ ଅଛି, ସମସ୍ୟା ତ ଆମେ ବୁଝିଗଲେ, ହେଲେ ଏବେ କଥା ଆସୁଛି ସମାଧାନର। ଆଗକୁ କ'ଣ କରାଯାଇପାରେ? ଲୋକଙ୍କ ଭିତର ହଜିଯାଇଥିବା ବିଶ୍ୱାସକୁ ପୁଣି ଥରେ କେମିତି ଫେରାଇ ଅଣାଯିବ, ଏଥିପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ଦରକାର। ଏଥିପାଇଁ ଏକ ଚତୁର୍ମୁଖ ରଣନୀତି ବିଷୟରେ ଚିନ୍ତା କରାଯାଇପାରେ। ଏଇଟା କ'ଣ? ଏହା ହେଉଛି ଏକ ଚାରିପରସ୍ତିଆ ଫ୍ରେମୱାର୍କ। ଏଥିରେ ନିର୍ବାଚନ, ପ୍ରଚାର, ସମ୍ବଳ ଆଉ ସଂଗଠନ ଏହି ଚାରୋଟି ଜିନିଷକୁ ଏକାଠି କରି କାମ କରିବାକୁ ପଡ଼ିବ। ରାଜନୀତିରେ ପୁଣି ଥରେ ମଜବୁତ ହେବାକୁ ହେଲେ ଏହି ଚାରୋଟି ଖୁଣ୍ଟକୁ ଦୃଢ଼ କରିବା ନିହାତି ଆବଶ୍ୟକ। ପ୍ରଥମ ଖୁଣ୍ଟ ହେଲା ନିର୍ବାଚନୀ ରଣନୀତି। ଏଥିରେ ମୁଖ୍ୟ ଫୋକସ୍ ରହିବ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉପରେ, ଯେମିତିକି ଅନୁସୂଚିତ ଜାତିର ଲୋକ, ଚାଷୀ ଭାଇମାନେ ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ଛୋଟ ଛୋଟ ଗୋଷ୍ଠୀକୁ ଟାର୍ଗେଟ୍ କରି ଘର ଘର ବୁଲି ଲୋକଙ୍କ ସହ ମିଶିବାକୁ ହେବ। 200ରୁ ଅଧିକ ଯେଉଁ ବୁଥ୍ କମିଟି ଅଛି ସେଗୁଡ଼ିକୁ ପୂରାପୂରି ସକ୍ରିୟ କରିବାକୁ ପଡ଼ିବ। ଆଉ ସ୍ଥାନୀୟ ସ୍ତରରେ ଯେଉଁମାନେ ପ୍ରଭାବଶାଳୀ ଲୋକ ଅଛନ୍ତି ସେମାନଙ୍କ ସହଯୋଗ ନେବାକୁ ହେବ। ଦ୍ୱିତୀୟ ଖୁଣ୍ଟ ହେଉଛି ପ୍ରଚାର ଆଉ ବାର୍ତ୍ତା। ଏକ ଧର୍ମଶାଳା ବିକାଶ କାହାଣୀ ତିଆରି କରିବାକୁ ହେବ, ଯେଉଁଥିରେ ପୂର୍ବରୁ ହୋଇଥିବା ଭଲ କାମଗୁଡ଼ିକୁ ଲୋକଙ୍କୁ ମନେ ପକାଇ ଦିଆଯିବ। ପ୍ରାର୍ଥୀଙ୍କୁ ଏମିତି ଭାବରେ ଉପସ୍ଥାପନ କରିବାକୁ ହେବ ଯେ ସେ ହିଁ ଅଧାରେ ଥିବା କାମକୁ ପୂରା କରିବେ। ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନର ରାସ୍ତା ଦେଖାଇବା, ଏହି ଶୈଳୀରେ କଥାବାର୍ତ୍ତା କରିବା ଦରକାର। ଆଉ ବିରୋଧୀଙ୍କର କୌଣସି ମିଛ ପ୍ରଚାରକୁ ତଥ୍ୟ ଦେଇ ଖଣ୍ଡନ କରିବାକୁ ପଡ଼ିବ। ତୃତୀୟ ଖୁଣ୍ଟ ହେଲା ସମ୍ବଳର ଠିକ୍ ବ୍ୟବହାର। ପ୍ରତ୍ୟେକ ବୁଥରେ କିଛି ନା କିଛି କାର୍ଯ୍ୟକ୍ରମ ପାଇଁ ଛୋଟ ଛୋଟ ବଜେଟ୍ ଦେବା। ଦଳର ଯେଉଁ 3 ସ୍ତରୀୟ ସଂଗଠନ ଅଛି ତାକୁ ପୁରା ଦମ୍ରେ କାମରେ ଲଗାଇବା। ଛୋଟ ଛୋଟ ଇଲାକା ପାଇଁ ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି କରି ତାକୁ ଚଲାଇବା ପାଇଁ ଲୋକଙ୍କୁ ଟ୍ରେନିଂ ଦେବା। ଆଉ ସବୁଠୁ ବଡ଼ କଥା, ଓଡ଼ିଆ ଭାଷାରେ ଲୋକାଲ ଡିଜିଟାଲ କଣ୍ଟେଣ୍ଟ ତିଆରି କରିବା ପାଇଁ ଟଙ୍କା ଖର୍ଚ୍ଚ କରିବା। ଆଉ ଚତୁର୍ଥ, ସବୁଠାରୁ ଶେଷ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଖୁଣ୍ଟ ହେଉଛି ସାଂଗଠନିକ ପ୍ରସ୍ତୁତି। ନିୟମିତ ମିଟିଂ କରି କ୍ୟାଡରମାନଙ୍କ ମଧ୍ୟରେ ଯୋଗାଯୋଗ ବଢ଼ାଇବା। ବୁଥ୍ ସ୍ତରରୁ ଲୋକଙ୍କ ମତାମତ ଯେମିତି ସିଧା ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବ, ତାର ଏକ ପକ୍କା ବ୍ୟବସ୍ଥା କରିବା। ଭୋଟର ଲିଷ୍ଟକୁ ଭଲ ଭାବରେ ଯାଞ୍ଚ କରି ଅପଡେଟ୍ କରିବା। ଆଉ ଅନଲାଇନ୍ ପ୍ରଚାର କରୁଥିବା ଟିମ୍ ଆଉ ମାଟିରେ କାମ କରୁଥିବା ଟିମ୍ ଦୁହେଁ ମିଶି ଗୋଟିଏ ଲକ୍ଷ୍ୟରେ କାମ କରିବା। କିନ୍ତୁ ଶେଷରେ କଥାଟା ଖାଲି ନିର୍ବାଚନ ଜିତିବାରେ ସୀମିତ ନୁହେଁ। ଆମକୁ ଏହାଠାରୁ ଆଗକୁ ଯାଇ ପ୍ରକୃତ ଲୋକକେନ୍ଦ୍ରିକ ଶାସନ ବିଷୟରେ ଚିନ୍ତା କରିବାକୁ ପଡ଼ିବ। କାରଣ ରାଜନୀତିର ଅସଲ ଉଦ୍ଦେଶ୍ୟ କେବଳ ଭୋଟ ଜିତିବା ନୁହେଁ, ଲୋକଙ୍କ ସେବା କରିବା। ଏଇ କଥାଟା ବହୁତ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନ ଗୋଟେ କାରବାର, କିନ୍ତୁ ଶାସନ ଗୋଟେ ସମ୍ପର୍କ। ନିର୍ବାଚନ ଜିତିବା ତ ଗୋଟେ ସାମୟିକ କଥା, ହେଲେ ଲୋକଙ୍କ ସହ ଏକ ସୁଦୃଢ଼ ସମ୍ପର୍କ ତିଆରି କରିବା ପାଇଁ ଲଗାତାର ଚେଷ୍ଟା ଆଉ ନିଷ୍ଠା ଦରକାର। ଆଉ ଆଜିର ଡିଜିଟାଲ ଦୁନିଆରେ ଭାରତର ଡିପିଡିପି ଆଇନ ଅନୁସାରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟର ଗୋପନୀୟତାକୁ ସମ୍ମାନ ଦେବା ଏବଂ ସେମାନଙ୍କର ସହମତି ନେବା, ଏହା ସେହି ସମ୍ପର୍କ ଏବଂ ବିଶ୍ୱାସ ଗଠନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଶେଷ ପ୍ରଶ୍ନ ଏଇଟା ନୁହେଁ ଯେ ଆଗାମୀ ନିର୍ବାଚନ କେମିତି ଜିତିହେବ। ଅସଲ ପ୍ରଶ୍ନ ହେଉଛି ଗୋଟେ ରାଜନୈତିକ ବ୍ୟବସ୍ଥା ବାରମ୍ବାର ପ୍ରତି ନିର୍ବାଚନରେ ଲୋକଙ୍କ ବିଶ୍ୱାସକୁ କେମିତି ଜିତିପାରିବ। ଏହି ପ୍ରଶ୍ନର ଉତ୍ତର ଭିତରେ ହିଁ ପ୍ରକୃତ ଶାସନର ରହସ୍ୟ ଲୁଚି ରହିଛି। ଯଦି ଆପଣ ଜଣେ ଲୋକକେନ୍ଦ୍ରିକ ନେତା ହେବାକୁ ଚାହାନ୍ତି ଏବଂ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଚାହାନ୍ତି, ତେବେ blueprintstrategies.ai ସହିତ mgr@blueprintstrategies.ai ରେ ଯୋଗାଯୋଗ କରନ୍ତୁ କିମ୍ବା 08042041602ରେ କଲ୍ କରନ୍ତୁ। ରାଜନୀତିରୁ ଊର୍ଦ୍ଧ୍ୱରେ ଉଦ୍ଦେଶ୍ୟ।